ଆପଣ ଦେଖିପାରୁଥିବେ ମୋ ପଛପଟେ ଅଛି ସେ ଜଙ୍ଗଲରେ ଟୋଟାଲ ଯେତିକି ଶାଳ ଗଛ ଅଛି ଶାଳ ଜଙ୍ଗଲ ଥିଲା ସେ ଶାଳ ଜଙ୍ଗଲ ଉପରେ ନିଆଁ ଲାଗିଯାଇଛି। ଯେଉଁ ବଡ଼ ବଡ଼ ଗଛ ହିଁ ବଞ୍ଚିଛି, ଛୋଟ ଗଛ ସବୁ ପୋଡ଼ି ଯାଇଛି। ନିଆଁ ଲାଗିଥିଲା ମାନେ ଏଇଠି ଯେଉଁ ଟାଇମ୍ରେ ନିଆଁ ଲାଗିଥିଲା ସେ ଟାଇମ୍ରେ ଫାୟାର ବାଲା ବି ଭିତରକୁ ପଶିକି ନିଆଁ ଲିଭେଇ ପାରୁନଥିଲେ। ଏଠି ଗଛ ଗୋଟେ ବି ବଞ୍ଚି ନାହିଁ, ଗୋଟେ ବି ନାହିଁ, ମାନେ ଛୋଟ ନାହିଁ ବଡ଼ ନାହିଁ, ସବୁ ଗଛ ପୋଡ଼ିଗଲା। ମାନେ ଲଗଭଗ 8 ଫୁଟ 9 ଫୁଟ ଉଚ୍ଚର ଆମର ନିଆଁ ଜଳିଥିଲା। ସେ ଏମିତି ଯେ ଫାୟାର ବାଲା ବି ଆସିକି ଲିଭେଇବା ପାଇଁ ସାହସ କରୁନଥିଲେ ଭିତରକୁ। ସେ ବାହାରୁ ଯେତିକି ହେଲା ରାସ୍ତା ଉପରୁ ପାଣି ମାରୁଥିଲେ। ଏମିତିକି ଏଇ ଜଙ୍ଗଲ ଦେଖନ୍ତୁ ପୁରା ପୋଡ଼ି ଯାଉଛି। ଆଜି ଯଦି ଆମର ପ୍ରାକୃତିକ ବିପର୍ଯ୍ୟୟ କିଛି ବି ହେଉଛି, ଘୂର୍ଣ୍ଣିବାତ୍ୟା ହେଉଛି କିମ୍ବା ଅନ୍ୟାନ୍ୟ କିଛି ବି ହେଉଛି, ସବୁ ଉପରେ ଏଆର ବି କିଛି ଅଛି ପ୍ରଭାବ ରହୁଛି। ଯେମିତିକି ଆମେ ଜଙ୍ଗଲ ଯଦି ନଷ୍ଟ କରିଦେଉଛୁ, ଜଙ୍ଗଲରେ ଯଦି ନିଆଁ ଲଗେଇକି କିଛି ନଷ୍ଟ କରିଦେଉଛୁ, ତାହେଲେ ସେ ପ୍ରଭାବ ସବୁ ସେ ଆମ ଉପରେ ହିଁ ପଡ଼ୁଛି। ଆମେ ଜାଣିପାରିବା ନାହିଁ କିନ୍ତୁ ଆମ ଉପରେ ହିଁ ପଡ଼ୁଛି। ସେଇ ପ୍ରକୃତି ନଷ୍ଟ ହେଉଛି, ପ୍ରକୃତି ନଷ୍ଟ ହେଲା ମାନେ ସେଇ ପ୍ରଭାବ ଆମକୁ ଦେଖାଉଛି। କିନ୍ତୁ ଲୋକମାନେ ଜାଣିପାରୁନାହାନ୍ତି। ସେମାନେ ତାଙ୍କ ନିଜ ସ୍ୱାର୍ଥ ପାଇଁ, କିଏ ମହୁଲ କୁଳେଇବା ପାଇଁ କିମ୍ବା ଅନ୍ୟ କିଛି କାମ ପାଇଁ ସେମାନେ ନିଆଁ ଲଗାଇ ଦେଉଛନ୍ତି। କିନ୍ତୁ ଏଠି ଦେଖୁଛନ୍ତି ନା ପୁରା ଶାଳ ଜଙ୍ଗଲ ପୁରା ନଷ୍ଟ ହୋଇଯାଇଛି। ଏଇଟା ଶାଳ ଜଙ୍ଗଲଟା, ତାପରେ ପ୍ରାୟ ବଞ୍ଚିବ ନାହିଁ ବଞ୍ଚିବ କିଛି ଠିକ୍ ନାହିଁ। କିଛି ଗଛ ବଞ୍ଚିପାରେ, ଯେମିତିକି ଏଇଟା ଗୋଟେ ବଡ଼ ଗଛ ଅଛି, ଏଇଟା ତାର ନୂଆ ପତ୍ର ଆଉ ଥରେ ବାହାରିଲାଣି, ଏଇଟା ବଞ୍ଚିଯିବ। କିନ୍ତୁ ଯେଉଁଟା ଛୋଟ ଥିଲା ଏଇଟା ଯେମିତି ଛୋଟ, ଏଇଟା ଛୋଟ ଗଛଟା ଗୋଟେ ଦେଖୁଥିବେ ଆପଣ, ଏଇଟା ଛୋଟ ଗଛ, ଏ ଛୋଟ ଗଛ ଆଉ ନାହିଁ କିଛି, ଏଇଟା ପୁରା ଶୁଖିଯାଇଛି। ଏଇଟା ଏଇପରିକା ଯେଉଁ ଛୋଟ ଗଛ ରହୁଛି ଯେମିତିକି ଏହା ସବୁ ମରିଯାଇଛି, ସବୁ ପୋଡ଼ିଯାଇଛି ପୁରା। ଛୋଟ ଗଛ ସବୁ ପୋଡ଼ିଯାଇଛି ପୁରା ସବୁପଟେ। ମାନେ ଏଠି ଲଗଭଗ 7 ଏକର 8 ଏକର ପାଖାପାଖି ଜଙ୍ଗଲ ଅଛି କି ବେଶୀ ବଡ଼ ଅଛି, କିନ୍ତୁ ସବୁପଟେ ପୋଡ଼ିଯାଇଛି। ଏଇଟା ଯେମିତିକି ଟିକେ ବଡ଼ ଗଛ ଅଛି, ମୋଟା ଗଛ ଥିଲା, ଏଇଟା ପୋଡ଼ିଗଲା, ତାର ସେ ଛୋଟ ଛୋଟ ଏଇ ଶାଖା ଗୁଡ଼ା ପୋଡ଼ିଯାଇଛି। କିନ୍ତୁ ଏଇଟା ମୋଟା ଥିଲା ବୋଲିକି ବଞ୍ଚିଯାଇଛି, ତାର ଏଇଟା ଆଉ ଥରେ ପତ୍ର ଧରିଛି, ଦେଖାଯାଉ। କିନ୍ତୁ ଏଇଟା ଭଲ ନାହିଁ। ଯିଏ ବି ନିଆଁ ଲଗାଉଛନ୍ତି ଟିକେ ଭାବିଚିନ୍ତିକି ଜଙ୍ଗଲରେ ନିଆଁ ଲଗାଇବେ, କାହିଁକିନା ଏଇ ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ଆପଣମାନେ ଏଇ ଅଳ୍ପ ଦିନ ଆଗରୁ ଦେଖୁଥିଲେ ଯେମିତିକି ଆମର କରଞ୍ଜିଆରେ ଗୋଟେ ହେଲା ଘୂର୍ଣ୍ଣିବାତ୍ୟା ଟାଇପ୍ର ହେଲା, ଟର୍ନାଡ଼ୋ, ତ ସେଠାରେ କେତେ ଲୋକ ନଷ୍ଟ ମଧ୍ୟ ହେଲେ, ତାଙ୍କ ଘର ଭାଙ୍ଗିଲା। ସେ ସବୁ ଏଇ ପ୍ରାକୃତିକ ଜିନିଷ ଉପରୁ ହିଁ ପ୍ରଭାବ ପଡ଼ୁଛି। ଯେମିତିକି ଆମର ଏଇ ଜଙ୍ଗଲରୁ ହିଁ ସୃଷ୍ଟି। ଏଇ ଜଙ୍ଗଲ ଯଦି ଆମେ ନଷ୍ଟ କରିବା, ସମୟରେ ବର୍ଷା ହେବନି, ଖରା ଜୋର ହେବ, ଖରା ହେଲେ ପୁଣି ବର୍ଷା ହେବନି, କେବେ ଯେ ଶୀତ ଜୋର ହେବ, ଏଇପରିକା ସବୁ ବିଭିନ୍ନ ପ୍ରକାର ସବୁ ରହିବ। ସତରେ ଯଦି ଏମିତି ହିଁ ଚାଲିଲା ଆଉ 10-15 ବର୍ଷ, ତାହେଲେ ନିଶ୍ଚୟ ଘରୁ ବାହାରିଲା ବେଳକୁ ଅକ୍ସିଜେନ୍ ଟାଙ୍କି ମଧ୍ୟ ନେଇକି ଯିବାକୁ ପଡ଼ିବ। କେତେ ଦୁଃଖର କଥା। ତେଣୁକରି ସମସ୍ତେ ସଜାଗ ହେବା ବି ଦରକାର ନିହାତି। ଏଠି ଟୋଟାଲ୍ ଜଙ୍ଗଲ, ସବୁ ଜଙ୍ଗଲ ଭାଇ। କିଛି ଲୋକ ଅଛନ୍ତି କାଠ ପାଇଁ ନିଆଁ ଲଗାଇ ଦେଉଛନ୍ତି, ଯେମିତିକି ଏଇ ଗଛ ଯେଉଁ ଗଛ ବି ପୋଡ଼ିଗଲା, ସେ ଗଛକୁ ସେମାନେ ନେଇକି ଘର ପାଇଁ ତାଙ୍କର ଜାଳେଣି କରିବେ। ସବୁ ଏଇ ଉପରେ ହିଁ ରହୁଛି ନିର୍ଭରଶୀଳ, ସମସ୍ତେ ସମସ୍ତଙ୍କ ଉପରେ ରହୁଛନ୍ତି। ଯେମିତିକି ବହୁତ ଦିନ ଆଗରୁ କ'ଣ ହେଉଥିଲା, 2-4 ବର୍ଷ ଆଗରୁ ଆମେ ପ୍ରାୟ ଲୋକ ଗ୍ୟାସ୍ ୟୁଜ୍ କରୁନଥିଲେ, ଯାହାଫଳରେ ସବୁ ଲୋକ ନିର୍ଭର କରୁଥିଲେ କାଠ ଉପରେ, ପତ୍ର ଉପରେ। ତ ସେ ପତ୍ର ସେମାନେ ନେଇଯାଉଥିଲେ, ଯାହାଫଳରେ ଜଙ୍ଗଲରେ କେବେ ନିଆଁ ଲାଗୁନଥିଲା। ଜଙ୍ଗଲର ପତ୍ର ନେବା ପାଇଁ ସେତେବେଳେ ଲୋକ ଲଢ଼େଇ ଲାଗୁଥିଲେ, ଲାଇନ୍ ଲାଗୁଥିଲେ ଜଙ୍ଗଲର ପତ୍ର ନେବା ପାଇଁ। କିନ୍ତୁ ଏଇନା ଅଛନ୍ତି ଗ୍ୟାସ୍ ନେବା ପାଇଁ ଲାଇନ୍ରେ ଲାଗୁଛନ୍ତି। ଆଉ ଗ୍ୟାସ୍ ନେବା ପାଇଁ ଏଇନା ଯେତିକି ଡିମାଣ୍ଡ ରହୁଛନ୍ତି ଗ୍ୟାସ୍ ନେବା ପାଇଁ, ଯାହାଫଳରେ କେହି ଆଉ ସେ ଜଙ୍ଗଲକୁ ଯାଉନାହାନ୍ତି, କିମ୍ବା ସେଇ ଜଙ୍ଗଲରେ ପତ୍ର ରହିଛି ସେ ଗାଁକୁ ନିଆଁ ଲଗାଇଦେଲା ମାନେ ସେହିପରିକା ସବୁ ନଷ୍ଟ ହେଉଛି। ଏହିପରିକା ସବୁ ଜିନିଷ ସବୁ ରହୁଛି। ଆମେ ଏଇଠି ଦେଖାଇବା ପାଇଁ ଚାହୁଁଛୁ କେମିତି କି ପରିମାଣରେ ନଷ୍ଟ ହୋଇଯାଇଛି ଜଙ୍ଗଲ। ଯେଉଁପଟେ ଦେଖିବେ ଆପଣ, ଯେଉଁପଟେ ଦେଖିବେ ଖାଲି ଜଙ୍ଗଲ ପୋଡ଼ିକି ନଷ୍ଟ ହୋଇଯାଇଛି ଭାଇ। ବହୁତ ଖରାପ ଏଇସବୁ ଜିନିଷ, ମାନେ ଆମ ପରିବେଶ ପାଇଁ ତ ଖାସ୍ କରିକି ବହୁତ ଖରାପ ହେଉଛି। ସେପଟେ ଜଙ୍ଗଲ ମୁଁ ଦେଖେଇବି, ରାସ୍ତାର ସେପଟେ ଆଉ ଗୋଟେ ଜଙ୍ଗଲ ଅଛି, ସେ ଜଙ୍ଗଲରେ ନିଆଁ ଲାଗିନାହିଁ। ଆଉ ସେଇ ଜଙ୍ଗଲ ଠିକ୍ ଅଛି ବର୍ତ୍ତମାନ, କିନ୍ତୁ ଏଇ ଜଙ୍ଗଲ ନିଆଁ ଲାଗିକି ପୁରା ପୋଡ଼ିଯାଇଛି ଭାଇ। ଏଠି କିଛି ନାହିଁ ଆଉ। ଏପଟେ ଗୋଟେ ଜଙ୍ଗଲ ମୁଁ ଦେଖେଇଦେବି ଆପଣଙ୍କୁ, ଏପଟେ
ଏଠି ଗୋଟେ ଜଙ୍ଗଲ ଦେଖନ୍ତୁ ଏଠି ରାସ୍ତାର ଗୋଟେ ପଟେ ଅଛି ଏପଟେ ପୁରା ସବୁଜ ଅଛି ପତ୍ର ବର୍ଷା ହେଇଛି ନୂଆ ପତ୍ର ଧରିଛି ଗଛରେ କେତେ ସୁନ୍ଦର ଅଛି ସେ ଗଛ ଆମକୁ ଅକ୍ସିଜେନ୍ ବି ଦେଉଛି ଆଉ ଗୋଟେ ପଟ ଦେଖନ୍ତୁ ଏପଟେ ଭାଇ ବହୁତ ଖରାପ ବହୁତ ଦୁଃଖ ଲାଗୁଛି ଏସବୁ ଦେଖିଲା ବେଳକୁ ଏମିତି ଯିଏ ବି କରୁଛନ୍ତି ଦୟାକରି ହାତ ଯୋଡ଼ିକି ସେମାନଙ୍କୁ ଅନୁରୋଧ କରୁଛୁ ଯେ କେହି ଏମିତି କରନ୍ତୁ ନାହିଁ ଏଇଟା ପରିବେଶ ସହିତ ଖେଳନ୍ତୁ ନାହିଁ ସେଇ ଜିନିଷଟା ହିଁ ଆମ ଉପରେ ପ୍ରଭାବ ପଡ଼ିବ ଡାଇରେକ୍ଟ ହେଉ କିମ୍ବା ଇନଡାଇରେକ୍ଟ ହେଉ ମାନେ ଆମେ ହିଁ ଭୋଗିବା ତାର କଷ୍ଟ ସବୁ ଆମେ ହିଁ ଭୋଗିବା ସମୟ ଆସିବ ଆମେ ହିଁ ଆମର ଆଗାମୀ ପିଢ଼ି ଏହାର କଷ୍ଟ ସବୁ ଭୋଗିବେ ଏଣୁକରି ସମସ୍ତଙ୍କୁ ଅନୁରୋଧ କେହି ଜଙ୍ଗଲରେ ନିଆଁ ଲଗାନ୍ତୁ ନାହିଁ ଜୟ ଜଗନ୍ନାଥ।